ହେଉଚି ପ୍ରପର୍ଟି ରେଟ୍ 4 ବର୍ଷରେ 4 ଗୁଣା ବୃଦ୍ଧି। ବ୍ୟବସାୟୀଙ୍କୁ ଆକର୍ଷିତ କରୁଛି ଅଯୋଧ୍ୟା। ଦ୍ରୁତଗତିରେ ବଢ଼ି ଚାଲିଛି ଜମି ଦର। ରିଅଲ ଇଷ୍ଟେଟ୍ ଦର ବଢ଼ିବାରେ ଲାଗିଛି। ରାମ ମନ୍ଦିର ପାଇଁ ବିକଶିତ ହେଉଛି ଅଯୋଧ୍ୟା। ଗତ 4 ବର୍ଷ ମଧ୍ୟରେ ଅଯୋଧ୍ୟାରେ ପ୍ରପର୍ଟି ଦର ପ୍ରାୟ 4 ଗୁଣା ବୃଦ୍ଧି ପାଇଛି। ଏହା ସଂପୃକ୍ତ ସହରର ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ମାପକ ଭାବେ ବିଚାର କରାଯାଇପାରେ। ସାଧାରଣତଃ କୃଷି ଅର୍ଥନୀତି ଭାବେ ଜଣା ଅଜୋ ରିଅଲ ଇଷ୍ଟେଟ୍ ଡିଲ୍ ସଂଖ୍ୟା ଦ୍ରୁତ ବେଗରେ ବଢ଼ି ଚାଲିଛି। ଷ୍ଟାମ୍ପ ଏବଂ ପଞ୍ଜୀକରଣ ବିଭାଗ ତଥ୍ୟ ଅନୁସାରେ ସମୟ ସହିତ ପ୍ରପର୍ଟି ସେଲ୍ସ ଡିଲ୍ ସଂଖ୍ୟା ବୃଦ୍ଧି ପାଇଛି। ଗତ 4 ବର୍ଷରେ ରିଅଲ ଇଷ୍ଟେଟ୍ ଡିଲ୍ ସଂଖ୍ୟା 40 ବୃଦ୍ଧି ପାଇଥିବା ବେଳେ ଦର 400 ବୃଦ୍ଧି ପାଇଥିବା ଜଣାପଡ଼ିଛି। 2020-21 ଆର୍ଥିକ ବର୍ଷରେ ଅଯୋଧ୍ୟାରେ 18,329 ସଂଖ୍ୟକ ପ୍ରପର୍ଟି ସେଲ୍ ଡିଲ୍ ରେକର୍ଡ କରାଯାଇଥିଲା। ଆଲୋଚ୍ୟ ସମୟରେ ବିଭାଗ ଷ୍ଟାମ୍ପ ଡ୍ୟୁଟି ଫି ଆକାରରେ 115 କୋଟି ଟଙ୍କା ଆଦାୟ କରିଥିଲା। 2020 ଅଗଷ୍ଟରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ପରେ ସହର ବାହାରୁ ଲୋକମାନେ ଅଯୋଧ୍ୟା ଆଡ଼କୁ ଟାଣି ହୋଇଥିଲେ। 2021-22ରେ କୃଷି, ଅଣକୃଷି ଏବଂ ବାଣିଜ୍ୟିକ ପ୍ରପର୍ଟିଗୁଡ଼ିକର ରିଅଲ ଇଷ୍ଟେଟ୍ କାରବାର 20,321କୁ ବୃଦ୍ଧି ପାଇଛି। ସେହି ସମୟରେ ଷ୍ଟାମ୍ପ ଡ୍ୟୁଟି ଆକାରରେ 149 କୋଟି ଟଙ୍କା ଆଦାୟ। 2022-23ରେ 22,183 ସଂଖ୍ୟକ ସେଲ୍ ଡିଡ୍ ଜାରି ହୋଇଥିବା ବେଳେ ଷ୍ଟାମ୍ପ ଡ୍ୟୁଟି ବାବଦକୁ 138 କୋଟି ଟଙ୍କା ଆଦାୟ ହୋଇଥିଲା। ତେବେ ଚଳିତ ଆର୍ଥିକ ବର୍ଷର ଏପ୍ରିଲ 1ରୁ ଡିସେମ୍ବର 31 ମଧ୍ୟରେ 887 ସଂଖ୍ୟକ ପ୍ରପର୍ଟି ଟ୍ରାଞ୍ଜାକ୍ସନ ହୋଇଛି ଏବଂ ବର୍ଷ ଶେଷ ସୁଦ୍ଧା ଏହା 25,000ରୁ 26,500 ଛୁଇଁବା ନେଇ ଅନୁମାନ ରହିଛି। 3ଟି ତ୍ରୟମାସରେ ଷ୍ଟାମ୍ପ ଏବଂ ପଞ୍ଜୀକରଣ ବିଭାଗ ପକ୍ଷରୁ 138.16 କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଛି। ତେବେ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା 195 କୋଟି ପର୍ଯ୍ୟନ୍ତ ଯାଇପାରେ ବୋଲି ଅନୁମାନ ରହିଛି।